জীবিত সত্য সনাতন পবিত্র পরাক্রমী সৌগৌরবর রক্ষক একমাত্র সত্য সনাতন পবিত্র পরমেশ্বরକୁ ମୁଁ ଧନ୍ୟବାଦ ଦିଏ। ବାସ୍ତବରେ ପ୍ରଭୁ ମହାନ ଏବଂ ପରାକ୍ରମୀର ପରମେଶ୍ୱର ଅଟନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ବର୍ତ୍ତମାନର ସମୟ ଅତି ଭୟଙ୍କର ସମୟ ଆମେ ଦେଖୁ। କାରଣ এই যে ইলেকশন সময় মধ্যে অনেক লোক প্রার্থনা কলে আপনা আপনা নেতা মানক নিমন্তে সেমানে বিজয়তা হেবা পাই নেতা পাই এক শাসনকর্তা ভাବରେ সেমানে ଉଠନ୍ତୁ। ଈଶ୍ୱରଙ୍କର ଆଶୀର୍ବାଦ ଆସୁ, ପରମେଶ୍ୱର ସେମାନଙ୍କୁ ଉଠାନ୍ତୁ ବୋଲିକି ଅନେକ ଦଳ ନିମନ୍ତେ ପ୍ରାର୍ଥନା କରିଛନ୍ତି। କିନ୍ତୁ ଆଜି ଆମେ ଦେଖିବା ଈଶ୍ୱରଙ୍କର ପବିତ୍ର ବାକ୍ୟ କଣ କହେ। ହୁଏତ ଆପଣମାନେ ବିଜେଡି ଦଳ ପାଇଁ ପ୍ରାର୍ଥନା କରିଥିବେ, ହୁଏତ ଆପଣମାନେ କଂଗ୍ରେସ ଦଳ ପାଇଁ ପ୍ରାର୍ଥନା କରିଥିବେ, ହୁଏତ ଆପଣମାନେ ବିଜେପି ଦଳ ପାଇଁ ପ୍ରାର୍ଥନା କରିଥିବେ, ହୁଏତ ଆପଣମାନେ ଯେଉଁମାନେ ସ୍ୱାଧୀନ ଭାବରେ ଛିଡ଼ା ଉଠିଛନ୍ତି ସେମାନଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରିଥିବେ। ଏ ଯୋଉ ଅଧିକାର କେଉଁଠାରୁ ଆସେ? किए अधिकार दियंती? शासनकर्ता को किए मनोनीत करती? किए अधिकार दियंती? मोर प्रिय उपस्थित परिवार, ईश्वरकर पवित्र वाक्य को जो आम देखा ताले तिमोथी पुस्तक लिखा जाए। तिमोथी पुस्तक अति स्पष्ट भाव में कहे जहाँकि तार प्रथम तिमोथी 2 पर्व तार 2 पद एथि निमंते सर्वसाधारण लोकंक पाई राजा और शासनकर्ता समस्तंक पाई निवेदन प्रार्थना विनती और धन्यवाद उत्सर्ग करने निमंते मु सर्वप्रथमे अनुरोध करुछि। मोर प्रिय प्रभुंक लोक माने, ईश्वरक पवित्र वाक्य अति स्पष्ट भाव में कहे जे तिमोथी निकटरे प्रेरित पाउल एही पत्र लिखंती। आ पत्र लिखिबार उद्देश्य को आमे देखु जे प्रेरित पाउल अनुरोध करुछंती सर्वसाधारण लोकमानक निमंते प्रार्थना, राजा मानक पाए प्रार्थना और शासनकर्ता समस्त को पाए जो माने शासनकर्ता भाव आम जो प्रशासन कहूँ प्रशासन मानक निमंते प्रशासन पाए प्रार्थना करबा पाए परमेश्वर को पवित्र वाक्य कहे प्रेरित पाउल तिमोथी को अनुरोध करिसथि। तबे आमे अनेक समय मध्य प्रार्थना कलु, अनेक विषय आपण माने प्रार्थना करिसथि। तत्मध्यरु आपण माने नेता मानक निमंते मध्य प्रार्थना करिसथि। केते जन को प्रार्थना सफल होला आ केते जन को प्रार्थना विफल मध्य होला। आज्ञा विफल होवा कारण कोन सुनंतु। अधिकार ईश्वरक ठारू आसे, परमेश्वरक ठारू आसे। परमेश्वर अधिकार दियंती। अति स्पष्ट भाव में लिखा जाए रोमियो पुस्तक तार 13 पर्व तार प्रथम अंश मध्य प्रत्येक जन अधिकार प्राप्त शासनकर्ता बसीभूत हुआ। आज्ञा प्रथम विषय आम देखिलु शासनकर्ता मानक निमंते प्रार्थना। द्वितीय विषय शासनकर्ता मानकर बसीभूत हुआ।
କାରଣ ଅଧିକାର କେବଳ ଈଶ୍ୱରଙ୍କ ଠାରୁ ଆସେ। ଅଧିକାର କିଏ ଦିଅନ୍ତି? ଆଜ୍ଞା, ଆପଣ ପ୍ରାର୍ଥନା କଲେ ଆପଣଙ୍କର ପ୍ରାର୍ଥନାକୁ ଶୁଣିକି ଅଧିକାର ଦେଲେ ବୋଲି ଆପଣ ଚିନ୍ତା କରନ୍ତୁ ନାହିଁ, ଭାବନ୍ତୁ ନାହିଁ। ଯଦି ଆଜି ଓଡ଼ିଶାରେ ଯଦି ବିଜେପି ସରକାର ଗଠନ କରୁଛନ୍ତି ତାହେଲେ ପରମେଶ୍ୱର ସେମାନଙ୍କୁ ଅଧିକାର ଦେଲେ, ଅଧିକାର ଦେଇଛନ୍ତି। ଆଜ୍ଞା, ଆସିବା ଦରକାର। ମୁଁ ପରମେଶ୍ୱରକୁ ଧନ୍ୟବାଦ ଦିଏ ଯେ ଓଡ଼ିଶା ମଧ୍ୟରେ ବିଜେପି ସରକାର ଆସିଛି। ମୁଁ ପରମେଶ୍ୱରକୁ ଧନ୍ୟବାଦ ଦିଏ ଯେହେତୁ ପରମେଶ୍ୱର ଅଧିକାର ଦେଇଛନ୍ତି। ଯଦି ଏହା ଯଦି ଆପଣମାନେ ପୁରାତନ ନିୟମ ଆଡ଼କୁ ଯିବେ ତାହେଲେ ଆପଣମାନେ ଦେଖିପାରିବେ ସାମୁଏଲ, ପ୍ରଥମ ସାମୁଏଲ, ଦ୍ୱିତୀୟ ସାମୁଏଲ ଗୁଡ଼ାକରେ ଆପଣମାନେ ଦେଖିପାରିବେ ଯେ ସେଇ ଜାଗାରେ ଯେବେ ଈଶ୍ୱରଙ୍କ ଲୋକମାନେ ଈଶ୍ୱରଙ୍କ ବିରୁଦ୍ଧରେ ଯାଉଥିଲେ ତାହେଲେ କିଛି ରାଜାଙ୍କ ହସ୍ତରେ ପରମେଶ୍ୱର ସମର୍ପଣ କରିଦଉଥିଲେ। ଠିକ ଅଧିକାର ପରମେଶ୍ୱର ଦଉଛନ୍ତି। ପରମେଶ୍ୱର ଯଦି ବିଜେପିକୁ ଯଦି ଅଧିକାର ଦଉଛନ୍ତି, ପରମେଶ୍ୱର ଯଦି କଂଗ୍ରେସକୁ ଯଦି ଅଧିକାର ଦଉଛନ୍ତି ତାହେଲେ ଭଲ କଥା, କୌଣସି ଖରାପ ବିଷୟ ନୁହେଁ। ଅଧିକାର ଆଜ୍ଞା ଈଶ୍ୱରଙ୍କ ଠାରୁ ଆସେ ନା, କୌଣସି ମନୁଷ୍ୟ ଅଧିକାର ଦିଅନ୍ତି ନାହିଁ। ଏ ଯୋଉ ଶାସନକର୍ତ୍ତାର ଅଧିକାର କୌଣସି ମନୁଷ୍ୟ ଦିଅନ୍ତି ନାହିଁ, ଅଧିକାର ପରମେଶ୍ୱରଙ୍କ ଠାରୁ ଆସେ। ଅତି ସ୍ପଷ୍ଟ ଭାବରେ ଆମେ ଦେଖୁ। ଆଉ ଯେ ସମସ୍ତ ଅଧିକାର ପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତି, ଅତି ସୁନ୍ଦର ଶବ୍ଦ ଗୋଟେ ଆମେ ଦେଖୁ। ଆଉ ଯେ ସମସ୍ତେ ଯୋଉମାନେ ଅଧିକାର ପ୍ରାପ୍ତ ହେଲେ, ଆମ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ହଉ କି ଆମର କୋଟପାଡ଼ ବିଧାୟକ ରୂପଭଦ୍ରା ହଉ କି ଆମର ଅନ୍ୟ ବିଧାୟକ ହୁଅନ୍ତୁ ବା ଆମର ସାଂସଦ ହୁଅନ୍ତୁ, ଯୋଉମାନେ ଅଧିକାର ପ୍ରାପ୍ତ ହେଲେ ଆଜି ସେମାନଙ୍କୁ ପରମେଶ୍ୱର ନିଯୁକ୍ତି କରିଛନ୍ତି। ଆଜ୍ଞା, ପରମେଶ୍ୱର ସେମାନଙ୍କୁ ନିଯୁକ୍ତି କଲେ ଏଇ ଯୋଉ ଓଡ଼ିଶା ମଧ୍ୟରେ ଶାସନ କରିବା ପାଇଁ। ଅଧିକାର ପ୍ରାପ୍ତ, ଅଧିକାର ଦେଲେ ଆଜ୍ଞା ଶାସନ କରିବା ପାଇଁ। ଈଶ୍ୱରଙ୍କ ପବିତ୍ର ବାକ୍ୟ କହେ ଶାସନକର୍ତ୍ତା ମାନଙ୍କର ବଶୀଭୂତ ହୁଅନ୍ତୁ। ଆପଣମାନେ ବଶୀଭୂତ ହୁଅନ୍ତୁ। ସେ ଶାସନକର୍ତ୍ତା, ଯୋଉ ଶାସନକର୍ତ୍ତା କି ପରମେଶ୍ୱର ଅଧିକାର ଦେଇଛନ୍ତି, ଏହା ମନୁଷ୍ୟ ଦେଇନାହିଁ, ଆପଣ ଦେଇନାହାନ୍ତି କି ମୁଁ ଦେଇନାହିଁ, ପରମେଶ୍ୱର ଅଧିକାର ଦେଇଛନ୍ତି। ମନେ ରଖନ୍ତୁ। ଏଣୁ ଈଶ୍ୱରଙ୍କ ପବିତ୍ର ବାକ୍ୟ ଅତି ସ୍ପଷ୍ଟ ଭାବରେ କହେ ଅଧିକାର ଈଶ୍ୱରଙ୍କ ଠାରୁ ଆସେ ଓ ପରମେଶ୍ୱର ସେମାନଙ୍କୁ ନିଯୁକ୍ତି କରିଛନ୍ତି। এই পৃথিবী ମଧ୍ୟରେ, এই ଭାରତ ମଧ୍ୟରେ ଆଜ୍ଞା ସେମାନଙ୍କୁ ଶାସନକର୍ତ୍ତା ରୂପେ ଅଧିକାର ପ୍ରାପ୍ତ ପରମେଶ୍ୱର ସେମାନଙ୍କୁ ନିଯୁକ୍ତି କରିଛନ୍ତି। এই ଜଗତରେ ଅଧିକାର ଈଶ୍ୱରଙ୍କ ପବିତ୍ର ବାକ୍ୟକୁ ଯଦି ଆମେ ଦେଖୁ, ପରମେଶ୍ୱରଙ୍କ ପବିତ୍ର ବାକ୍ୟକୁ ଯଦି ଆମେ ଦେଖିବା, ଈଶ୍ୱରଙ୍କ ବାକ୍ୟକୁ ଯଦି ଆମେ ପଠନ କରିବା, ଈଶ୍ୱରଙ୍କ ବାକ୍ୟକୁ ଯଦି ଆମେ ବୁଝିବା, ତାହେଲେ ଜାଣି ରଖନ୍ତୁ ଈଶ୍ୱରଙ୍କ ପବିତ୍ର ବାକ୍ୟ କହେ ଅଧିକାର କେବଳ ଈଶ୍ୱରଙ୍କ ଠାରୁ ଆସେ। ଆଉ ଈଶ୍ୱର ହିଁ ଶାସନକର୍ତ୍ତା ମାନଙ୍କୁ ନିଯୁକ୍ତି କରନ୍ତି। ପ୍ରଭୁ ଏ ବାକ୍ୟ ଦ୍ୱାରା ଆପଣଙ୍କୁ ଏବଂ ମୋତେ ଆଶୀର୍ବାଦ କରିବା ସହ ଯୋଉମାନେ ଏ ଭାରତ ମଧ୍ୟରେ, ଓଡ଼ିଶା ମଧ୍ୟରେ ନିଯୁକ୍ତି ହୋଇଛନ୍ତି, ବିଧାୟକ ହୋଇଛନ୍ତି, ସାଂସଦ ହୋଇଛନ୍ତି, ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ।